ମହାବିଷୁବ ପଣା ସଂକ୍ରାନ୍ତି ଠାରୁ 4 ଦିନ ବ୍ୟାପୀ ଆରମ୍ଭ ହୋଇଯାଇଛି ଯାଜପୁର ଜିଲ୍ଲାର ସିଂଘାପୁର ଯାତ୍ରା। ପ୍ରାତଃ ସମୟରେ ମଧୁତୀର୍ଥ ପୁଷ୍କରିଣୀରୁ ଶ୍ରୀମନ୍ନାରାୟଣ ଗୋସାଇଁଙ୍କୁ ଅଣାଯାଇ 3 ଦିନ ଧରି ପୂଜାର୍ଚ୍ଚନା କରାଯାଇଥାଏ। ଦୋକାନ ବଜାର ଆଉ ଭକ୍ତମାନଙ୍କ ଭିଡ଼ ଭିତରେ ଭକ୍ତ ଓ ଭଗବାନଙ୍କର ମିଳନ ହୋଇଥାଏ। ସ୍ରଷ୍ଟାଙ୍କ ସୃଷ୍ଟିରେ ମନୁଷ୍ୟ ଶ୍ରେଷ୍ଠ ଜୀବ। ସ୍ରଷ୍ଟା ମନୁଷ୍ୟକୁ ସୃଷ୍ଟି କରନ୍ତି, ମନୁଷ୍ୟ ମଧ୍ୟ ସ୍ରଷ୍ଟାଙ୍କୁ ସୃଷ୍ଟି କରେ। ପଥର ଦେହରେ, କାଗଜ ଉପରେ, ଗଛ ମୂଳରେ। ସ୍ରଷ୍ଟା ଓ ସୃଷ୍ଟିର ଏହା ହେଉଛି ଏକ ଅନାଲୋଚିତ ପ୍ରସଙ୍ଗ। ସୃଷ୍ଟିରେ ମନୁଷ୍ୟ ସିନା ଏକ ପ୍ରକାର ଢଙ୍ଗରେ ପରିଚାଳିତ, କିନ୍ତୁ ମନୁଷ୍ୟ ସୃଷ୍ଟିରେ ସ୍ରଷ୍ଟା ବିଭିନ୍ନ ଢଙ୍ଗରେ ପରିଚାଳିତ ହୁଅନ୍ତି। ସେହିପରି କେଉଁଠି ମନ୍ଦିରରେ ତ କେଉଁଠି ଗଛ ମୂଳରେ, କେଉଁଠି ଜଳରେ ତ କେଉଁଠି ରାସ୍ତା କଡ଼ରେ ଆଉ ମଶାଣିରେ। କାହିଁକି ଏପରି ବ୍ୟବସ୍ଥା? ଏହା ସ୍ରଷ୍ଟାର ଇଚ୍ଛା ନା ସୃଷ୍ଟିର? ଏସବୁ ସେହି ନିୟତି ଦ୍ୱାରା କବଳିତ ହୋଇ ବିଭିନ୍ନ ସ୍ଥାନ ବିଶେଷରେ ନୂତନ ପରମ୍ପରା, ନୂତନ ଇତିହାସ, ନୂତନ କିମ୍ବଦନ୍ତୀର ପରିପ୍ରକାଶ ମାତ୍ର, ଯାହାର ପରିପ୍ରକାଶ ଭାରତବର୍ଷ, ଉତ୍କଳ ପ୍ରଦେଶ, ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ, କୁଆଖିଆ ଥାନା, ସିଂଘାପୁର ଗ୍ରାମର ଶ୍ରୀ ନାରାୟଣ ଗୋସାଇଁ। କିମ୍ବଦନ୍ତୀ ଅନୁଯାୟୀ କଳା ପାହାଡ଼ର ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ସମୟରେ ଶ୍ରୀମନ୍ନାରାୟଣ ଗୋସାଇଁଙ୍କୁ ଏକ ମନ୍ଦିରରୁ ଆଣି ଏହି ପୁଷ୍କରିଣୀରେ ଗୋପନ ରଖାଯାଇଥିଲା। ସମୟକ୍ରମେ କଳା ପାହାଡ଼ର ପତନ କ୍ରମେ ପରମ୍ପରା ସୃଷ୍ଟି କରାଯାଇ ମହାବିଷୁବ ସଂକ୍ରାନ୍ତିରେ ପ୍ରଭୁଙ୍କୁ ଜଳ ମଧ୍ୟରୁ ବାହାରକୁ ଆଣି ଉପରେ ପୂଜାର୍ଚ୍ଚନା କରାଯାଇ ପୁନଶ୍ଚ ଜଳ ମଧ୍ୟରେ ସ୍ଥାପନ କରିବାର ପ୍ରଥା ପ୍ରଚଳିତ ହୋଇଆସିଛି। Boa,